ଆପଣ କେବେ ଭାବିଛନ୍ତି କି ମହାଦେବ ବିନାଶର ଦେବତା ସ୍ୱୟଂ ଭଗବାନ ଶିବ ଜଣେ ନାରୀର ରୂପ କାହିଁକି ନେଇଥିଲେ? ଏପରି କେଉଁ ଲୀଳା ଥିଲା ଯାହାକୁ ଦେଖିବା ପାଇଁ ଦେବତାମାନେ ମଧ୍ୟ ଆଗ୍ରହୀ ଥିଲେ ଏବଂ ଯାହା ପାଇଁ ମହାଦେବ ନିଜେ ତାଙ୍କର ରୂପ ପରିବର୍ତ୍ତନ କରିଥିଲେ? ଏହା କୌଣସି ସାଧାରଣ କାହାଣୀ ନୁହେଁ, ବରଂ ପ୍ରେମ, ଭକ୍ତି ଏବଂ ସମର୍ପଣର ସବୁଠାରୁ ରହସ୍ୟମୟୀ କାହାଣୀ, ଯାହା ଆମକୁ ବୃନ୍ଦାବନର ସେହି ଦିବ୍ୟ ରାତି ଆଡ଼କୁ ଫେରାଇ ନେଇଯାଏ। କୁହାଯାଏ ଯେ ଶରତ ପୂର୍ଣ୍ଣିମାର ପବିତ୍ର ରାତିରେ ଯେତେବେଳେ ସମସ୍ତ ବୃନ୍ଦାବନ ଚନ୍ଦ୍ରାଲୋକରେ ସ୍ନାନ କରୁଥିଲା, ଭଗବାନ ଶ୍ରୀକୃଷ୍ଣ ଦିବ୍ୟ ମହାରସ ଲୀଳା ପରିଦର୍ଶନ କରୁଥିଲେ। ଏହା କୌଣସି ସାଧାରଣ ନୃତ୍ୟ ନଥିଲା, ବରଂ ଏକ ଦିବ୍ୟ ନାଟକ ଥିଲା, ଯେଉଁଠାରେ ପ୍ରତ୍ୟେକ ଗୋପୀ ଅନୁଭବ କରୁଥିଲେ ଯେ କୃଷ୍ଣ କେବଳ ତାଙ୍କ ସହିତ ଅଛନ୍ତି। ସେହି ରାତିରେ ସମଗ୍ର ବ୍ରହ୍ମାଣ୍ଡ ପ୍ରେମ ଏବଂ ଭକ୍ତିରେ ବୁଡ଼ି ରହିଥିବା ପରି ମନେ ହେଉଥିଲା। ଦେବତା, ଋଷି, ସନ୍ଥ ଏବଂ ଏପରିକି ସିଦ୍ଧ ପୁରୁଷମାନେ ଏହି ଆଶ୍ଚର୍ଯ୍ୟଜନକ ଲୀଳାକୁ ଦେଖିବାକୁ ଚାହୁଁଥିଲେ। କୈଳାସ ପର୍ବତରେ ବସିଥିବା ଭଗବାନ ଶିବ ମଧ୍ୟ ଏହାକୁ ଦେଖିବା ପାଇଁ ଇଚ୍ଛା କରିଥିଲେ। ମହାଦେବ ମାତା ପାର୍ବତୀଙ୍କୁ କହିଲେ, ମୁଁ ଭଗବାନ ଶ୍ରୀକୃଷ୍ଣଙ୍କ ଏହି ଦିବ୍ୟ ମହାରସ ଲୀଳାକୁ ନିଜ ଆଖିରେ ଦେଖିବା ପାଇଁ ଚାହୁଁଛି। କିନ୍ତୁ ଏହା ଏକ ବଡ଼ ସମସ୍ୟା ଥିଲା। ସର୍ତ୍ତ ଥିଲା ଯେ କେବଳ ଗୋପୀ ଭାବ ଥିବା ଲୋକମାନଙ୍କୁ ହିଁ ମହାରସରେ ପ୍ରବେଶର ଅନୁମତି ଥିଲା। କୌଣସି ପୁରୁଷ ପାଇଁ ପ୍ରବେଶ ସମ୍ଭବ ନଥିଲା। ଏବେ ପ୍ରଶ୍ନ ଥିଲା, ମହାଦେବ ଏହି ନାଟକ କିପରି ଦେଖିବେ? ତାପରେ ମାତା ପାର୍ବତୀ ଏବଂ ଯୋଗମାୟାଙ୍କ କୃପାରୁ ଭଗବାନ ଶିବ ଏକ ସୁନ୍ଦର ଗୋପୀର ରୂପ ଧାରଣ କଲେ। ହଁ, ମହାଦେବ ନିଜେ ଏକ ଗୋପୀ ହେଲେ, ଯାହାଦ୍ୱାରା ସେ ଭଗବାନ ଶ୍ରୀକୃଷ୍ଣଙ୍କ ଏହି ଦିବ୍ୟ ପ୍ରେମ ଲୀଳା ଦେଖି ପାରିବେ। ଯେତେବେଳେ ଭଗବାନ ଶିବ ଏକ ଗୋପୀର ରୂପରେ ବୃନ୍ଦାବନରେ ପହଞ୍ଚିଲେ, ସବୁକିଛି ସ୍ୱାଭାବିକ ମନେ ହେଉଥିଲା। କିନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କ ଦୃଷ୍ଟି ସେହି ବିଶେଷ ଗୋପୀଙ୍କ ଉପରେ ପଡ଼ିବା ମାତ୍ରେ ସେ ଟିକିଏ ମନେ ମନେ ହସିଲେ, କାରଣ କୃଷ୍ଣ ଜାଣିପାରିଲେ ଯେ ଏହା କୌଣସି ସାଧାରଣ ଗୋପୀ ନୁହେଁ, ବରଂ ସ୍ୱୟଂ ମହାଦେବ। ଭଗବାନ କୃଷ୍ଣ ସେତେବେଳେ ମହାଦେବଙ୍କୁ ପ୍ରେମର ସହିତ ସ୍ୱାଗତ କରି କହିଲେ, ହେ ମହାଦେବ, ତୁମର ଭକ୍ତି ଏବଂ ପ୍ରେମ ଅତୁଳନୀୟ। ଆଜିଠାରୁ ତୁମକୁ ବୃନ୍ଦାବନରେ ଗୋପେଶ୍ୱର ମହାଦେବ ଭାବରେ ପୂଜା କରାଯିବ ଏବଂ ମୋର ରାସଲୀଳାର ସାକ୍ଷୀ ବା ରକ୍ଷକ କୁହାଯିବ। ସେବେଠାରୁ ବୃନ୍ଦାବନରେ ଗୋପେଶ୍ୱର ମହାଦେବଙ୍କୁ ବିଶେଷ ମହତ୍ତ୍ୱ ବୋଲି ବିବେଚନା କରାଯାଏ। କୁହାଯାଏ ଯେ ଆଜି ମଧ୍ୟ ସେଠାକାର ମନ୍ଦିରରେ ମହାଦେବଙ୍କୁ ରାତିରେ ବିଶେଷ ଭାବେ ସଜ୍ଜିତ କରାଯାଏ, ଯେଉଁଠାରେ ସେ ଗୋପୀ ବେଶରେ ସଜ୍ଜିତ ହୁଅନ୍ତି। ଏହି କାହାଣୀଟି ଆମକୁ ଏକ ଗଭୀର ଶିକ୍ଷା ଦିଏ। ଈଶ୍ୱରଙ୍କ ନିକଟରେ ପହଞ୍ଚିବା ପାଇଁ ପ୍ରେମ ଓ ଭକ୍ତି ଆବଶ୍ୟକ, ଅହଙ୍କାର ନୁହେଁ। ମହାଦେବ ନିଜେ କୃଷ୍ଣଙ୍କ ପ୍ରତି ପ୍ରେମରୁ ଗୋପୀ ମନୋଭାବ ଗ୍ରହଣ କରିଥିଲେ। ତେବେ ବନ୍ଧୁଗଣ, ତୁମେ କ'ଣ ଭାବୁଛ? ଯଦି ମହାଦେବ ନିଜେ କୃଷ୍ଣଙ୍କୁ ପୂଜା କରିବା ପାଇଁ ନିଜର ରୂପ ପରିବର୍ତ୍ତନ କରିବା ପାଇଁ ପଡ଼ିଥିଲା, ତେବେ ସେହି ପ୍ରେମର ଗଭୀରତା କେତେ ଆଶ୍ଚର୍ଯ୍ୟଜନକ ହୋଇଥିବ। ଯଦି ତୁମକୁ ଏହି ରହସ୍ୟମୟ କାହାଣୀଟି ପସନ୍ଦ ଆସିଥାଏ, ତେବେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟ ବକ୍ସରେ ଲେଖନ୍ତୁ ହର ହର ମହାଦେବ।